ମାଥ୍ୟୁ ଲିଖିତ ସୁଷମାଚାର 5 ପର୍ବ 5 ପଦ ଏଠାରେ ଏହିପରି ଲେଖାଯାଏ। ମାଥ୍ୟୁ 5 ପର୍ବର 5 ପଦରେ ଲେଖାଯାଏ, ନମ୍ର ଲୋକେ ଧନ୍ୟ କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ପୁଣି ସେଇ ଦେଖିବା ମିଖା 6 ପର୍ବ 8 ପଦ, ସେଠାରେ ଏହିପରି ଲେଖାଯାଏ, ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମ୍ଭକୁ ଜଣାଇଅଛନ୍ତି, ନ୍ୟାୟଚରଣ, ଦୟା, ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ଏହା ଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କଣ ଚାହିଁଥାନ୍ତି? ଆମେ ସମସ୍ତେ ନମ୍ରତା ବିଷୟ ଜାଣିଛେ। ଗତକାଲି ଆମେ ଯେତେବେଳେ ବାକ୍ୟ ଶୁଣୁଥିଲୁ ସ୍ମିତା ଦିଦିଙ୍କ ଠାରୁ, ସେତେବେଳେ ତାଙ୍କର କହିବାର ଶୈଳୀ ଆଉ ତାଙ୍କର ପ୍ରଥମେ ହିନ୍ଦୀରେ ବାକ୍ୟ ଦେବା, ତାହା ମୋତେ ବହୁତ କଥା କହିଥିଲା। ତାଙ୍କର ଦୀପେନ ଭାଇଙ୍କ ପାଇଁ ବୋଝ ଦେଖିଥିଲି। ପୁଣି ଆମ ସମସ୍ତେ ତାଙ୍କର ସେ ବାକ୍ୟରେ ମୁଁ ଭାବୁଛି ପ୍ରଭୁ ଆମ ପ୍ରତ୍ୟେକ କଥା କହୁଥିଲେ। ଆଉ ସେତେବେଳେ ମୋତେ ପ୍ରଭୁ ଯେତେବେଳେ ମୋର ଆସନ୍ତାକାଲି ଦବାକୁ କୁହାଗଲା, ମୁଁ ସେତେବେଳେ ଭାବୁଥିଲି ଯେ ପ୍ରଭୁ ଆଜି କଣ କହିବାକୁ, ମୋତେ କଣ କହିବାକୁ ଚାହୁଁଛନ୍ତି, ବା ଆସନ୍ତାକାଲି ଆମମାନେ ସମସ୍ତଙ୍କୁ କଣ କହିବାକୁ ଚାହୁଁଥିଲି। ମୁଁ ତାଙ୍କ କଥାବାର୍ତ୍ତାରେ, ତାଙ୍କ ଚାଲିଚଳନରେ, ତାଙ୍କର ବ୍ୟବହାରରେ, ତାଙ୍କର ବୋଝଗ୍ରସ୍ତରେ ଦେଖୁଥିଲି ନମ୍ରତାର ଆଭାସ। ଆଉ ଆଜି ଆମମାନେ ସେଇ ବିଷୟରେ ଦେଖିବା, ଯଦିଓ ଆମମାନେ ସମସ୍ତେ ଅନେକ ଥର ନମ୍ରତା ବିଷୟରେ ଶୁଣିଛେ। ଆଉ ମୁଁ ସେ ନମ୍ରତା ବିଷୟରେ ଯିବାକୁ ପୂର୍ବରୁ ଦୁଇଟି ଛୋଟ ଘଟଣା କହିବି। ଜଣେ ବ୍ୟକ୍ତି ଥିଲେ, ସେ ଯେତେବେଳେ ଯୁବା ଅବସ୍ଥାରେ ଥିଲେ, ମେଡିକାଲ ପାସ୍ କଲେ, MBBS ପାସ୍ କଲେ, ଫାଷ୍ଟ ପୋଷ୍ଟିଂ ହେଲା ଗୋଟେ ମଫସଲରେ। ସେତେବେଳେ ବହୁତ ନମ୍ର ହୋଇ ଲୋକମାନଙ୍କର ବହୁତ କାମ କଲେ। ତାପରେ ତାଙ୍କର PG କଲେ ସର୍ଜରୀରେ। ସର୍ଜରୀରେ PG ସରିଲା, ତାପରେ ସେ ସୁପର ସ୍ପେଶାଲାଇଜେସନ କଲେ ନ୍ୟୁରୋ ସର୍ଜରୀରେ। ଆଉ ଯେତେବେଳେ ନ୍ୟୁରୋ ସର୍ଜରୀରେ PG କଲେ, ତାଙ୍କର ଗୋଟେ ମେଡିକାଲ କଲେଜରେ ପୋଷ୍ଟିଂ ହେଲା। ବହୁତ ଭଲ ଡକ୍ଟର ଥିଲେ ଆଉ ତାଙ୍କ ନାଁ ବି ବହୁତ ଭଲ। ତାଙ୍କ ପାଖକୁ ବହୁତ ଲୋକ ନ୍ୟୁରୋ ପ୍ରୋବ୍ଲେମ ପାଇଁ ତାଙ୍କ ପାଖକୁ ଯାଉଥିଲେ। ଧୀରେ 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 ତାଙ୍କର ବ୍ୟବହାର ଚାଲିଚଳନ ବଦଳିଗଲା। ବାବୁ ଯିବୁ ନାଇଁ କିରେ? ବାବୁ ଯିବୁ ନାଇଁ କି? ଆସେ ପରା। ଟିକେ ଭଉଣୀ ମ୍ୟୁଟ କରନ୍ତୁ। ପ୍ରେଜ୍ ଦ ଲର୍ଡ। ଆଉ ସେ ଯେତେବେଳେ ବୃଦ୍ଧି ଲାଭ କଲେ, ତାଙ୍କର ସମୟ ଗଡ଼ି ଚାଲିଲା। ତାଙ୍କର ବିବାହ ହେଇଥିଲା, ତାଙ୍କର ଗୋଟେ ପୁଅ ବି ହୋଇଥିଲା। ଆଉ କିଛି ଦିନ ପରେ ତାଙ୍କର ଧୀରେ ଧୀରେ ଦେଖାଗଲା, ତାଙ୍କର ବ୍ୟବହାର, ଚାଲିଚଳନ ସବୁ କିଛି ବଦଳିଗଲା। କାରଣ ତାଙ୍କ ପାଖକୁ ପଇସା ଅଜସ୍ର ଆସିଲା। କଲେଜର ପଇସା ସହିତ ସେ ଯେଉଁ ନର୍ସିଂହୋମରେ ଯେଉଁଠି ଯାଆନ୍ତି ଅପରେସନ କରନ୍ତି ନ୍ୟୁରୋର, ତାଙ୍କୁ 20,000 ଟଙ୍କା ପାଖାପାଖି ମିଳେ। ଧୀରେ ଧୀରେ ଏତେ ପଇସା ହେଲା, ପଇସା ସହିତ ତାଙ୍କ ମନ ବି ବଦଳିଗଲା। ତାଙ୍କର ବ୍ୟବହାର ଚାଲିଚଳନ ବଦଳିଗଲା। ସେ ଆଉ ନମ୍ର ହୋଇ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କଲେନି। ତାଙ୍କ ସାଙ୍ଗରେ 1 ମିନିଟ 2 ମିନିଟ କଥାବାର୍ତ୍ତା କରିଲା ବେଳକୁ ବି ସେ ଲୋକଙ୍କୁ ଛିନ ଛପଡ଼ିଆ ଭଳିଆ କଥାବାର୍ତ୍ତା କରୁଥିଲେ। କିଛି ବର୍ଷ ବିତିଗଲା, ଲୋକମାନେ ବି ବିଚିତ୍ର ଭାବରେ ବ୍ୟସ୍ତ ହେଇଯାଉଥିଲେ, ଚିନ୍ତାଗ୍ରସ୍ତ ଯାଉଥିଲେ ସତ, କିନ୍ତୁ ତାଙ୍କର ବ୍ୟବହାରରେ ଖୁସି ବି ନଥିଲେ, ହତୋତ୍ସାହ ହଉଥିଲେ। ଏସବୁ ବିଷୟ ମୁଁ ଭାବିଲି ବୋଧେ ପରମେଶ୍ୱର ଦେଖୁଛନ୍ତି। ହଠାତ୍ ଦିନେ ତାଙ୍କର ପୁଅର ଆକ୍ସିଡେଣ୍ଟ ହେଲା, ଆଉ ତାର ସେଇ ନ୍ୟୁରୋ ପ୍ରୋବ୍ଲେମ ବି ହେଲା। ଅନେକ ଦିନ ସେ ବେଡ୍ ରେଡି ନେଇ ପଡିଲା, ICU ରେ ପଡିଲା, ଅନେକ ଦିନ ପଡି ରହିଲା। ତାଙ୍କ ଜୀବନରେ ଏମିତି ଗୋଟେ ଆଘାତ ଆସିଲା, ନିଜର ଏକମାତ୍ର ପୁଅକୁ ସେ ବେଡ୍ ରେ ଦେଖୁଛନ୍ତି, ଆଉ ସେ ଠିକ ଭାବରେ କଥାବାର୍ତ୍ତା କରିପାରୁନାହାନ୍ତି। ଯଦିଓ ସେ ନିଜେ ଗୋଟେ ନ୍ୟୁରୋ ସର୍ଜନ ଥିଲେ, ତଥାପି ସେ ଠିକ କରିପାରୁନଥିଲେ। ସେ ଆଘାତ ତାଙ୍କୁ ଏମିତି ଯୋଗୁଁ ଆସିଲା ଯେ ସେ ନିଜକୁ ନମ୍ର କରି ପାରିନଥିଲେ ସେ ପର୍ଯ୍ୟନ୍ତ।
କିନ୍ତୁ ଯୋଉ ଦିନ ସେ ଆଘାତ ଆସିଲା ସେଇ ଦିନଠୁ ସେ ପୁଣି ବେଥଳି ଗଲେ। ସେ ଜାଣିଲେ ସତଟା କଣ, ଠିକ ରାସ୍ତାଟା କଣ, ଭୁଲଟା କୋଉଠି ରହିଛି। ନମ୍ରତା ଏପରି ଗୋଟିଏ କ୍ୟାରେକ୍ଟର ଯାହା ଅନେକ ଜୀବନରେ ସାନ୍ତ୍ୱନା ଦେଇଥାଏ। 2023 ମସିହାରେ ମୋ ଜୀବନ ବି ଏମିତି ଗୋଟେ ଆସିଲା। ଗୋଟେ ମିଟିଂରେ ଥାଏ, ମୋର ହଠାତ୍ କଥାବାର୍ତ୍ତା ଭିତରେ ମୁଁ ଟେମ୍ପର ଲୁଜ କରିଥିଲି। ଆଉ କିଛି ବି ଗୋଟେ ଆଘାତ ଦେଲା ଭଳିଆ କଥାବାର୍ତ୍ତା କରିଥିଲି। ଯଦିଓ ମୋ ଦୃଷ୍ଟିରେ ତାହା ଠିକ ଥିଲା, ଠିକ କଥା କହିଛି, ସତ୍ ବିଷୟ କହିଛି, ଭୁଲ କହିନି। କିନ୍ତୁ ଏ ବିଷୟ 2 ଦିନ ପରେ ଯେତେବେଳେ ମୋର ପୁଅକୁ ମୁଁ କହିଲି, ସେ ମତେ କହିଲା, ବାବା ତୁମେ ପ୍ରଥମେ ଆଗ 3 ଦିନ ଉପବାସ ପ୍ରାର୍ଥନା କର, ନିଜକୁ ନମ୍ର କର। ମୁଁ ବୁଝିପାରିନଥିଲି, ମୁଁ ତ ଠିକ କଥା କହିଛି, ମୁଁ କଣ ନମ୍ର କରିବି। କିନ୍ତୁ ମୁଁ 3 ଦିନ ଉପବାସ ପ୍ରାର୍ଥନା କଲି, 4 ଦିନ କଲି, ଆଉ ପ୍ରଭୁଙ୍କ ପାଖେ ନିଜକୁ ଥୋଇଲି। ଆଉ ମୁଁ ତାପରେ ସେଇ ଶାନ୍ତି ପାଇଲି ଯୋଉ ପରମେଶ୍ୱର ଶାନ୍ତି ଦିଅନ୍ତି। ଆଜି ଆମେ ସେଇ ନମ୍ର ବିଷୟରେ ଦେଖିବା। ନମ୍ରତା ଏମିତି ଗୋଟେ ଆତ୍ମିକ ଗୁଣ ଅଟେ ଯାହା ଆମମାନଙ୍କୁ ଅନେକକୁ ଜିଣିବାରେ ସାହାଯ୍ୟ କରିଥାଏ। ଏହା ଗୋଟେ ସ୍ୱାଭାବିକ ଗୁଣ ନୁହେଁ। ଆମମାନଙ୍କର ଅନେକ ଆବେଗ ଅଛି, ଆଉ ମନୁଷ୍ୟ ଜୀବନ ଆବେଗରେ ପରିପୂର୍ଣ୍ଣ, ଯୋଉଟା କି ଆବେଗଟା ଇନର କ୍ୱାଲିଟି ଆମେ କହିପାରୁ ବା ହଠାତ୍ ଆସିବା ବି କହିପାରୁ। କିନ୍ତୁ ଏହି ନମ୍ରତା ଏକ ଐଶ୍ୱରିକ ଗୁଣ ଯାହା ପବିତ୍ର ଆତ୍ମାଙ୍କ ଠାରୁ ଆଗତ ହେଇଥାଏ। ଲେଖାଯାଏ, ଆତ୍ମାରେ ଆମେ ନୂତନ ରୂପେ ଜନ୍ମଗ୍ରହଣ କରିବା ଏବଂ ଏକ ନୂତନ ଆତ୍ମିକ ସ୍ୱଭାବ ପ୍ରାପ୍ତ ହେବା ଦ୍ୱାରା ହିଁ ଆମେ ବାସ୍ତବ ନମ୍ରତାଶୀଳତାର ଅଧିକାରୀ ହୋଇପାରିବା। ଜଣେ ନମ୍ରଶୀଳ ବ୍ୟକ୍ତି ତାଙ୍କର ନିଜର ଅଧିକାର, ତାଙ୍କର ନିଜର ସୁବିଧା ଖୋଜେ ନାହିଁ। ଜଣେ ନମ୍ର ବ୍ୟକ୍ତି ପ୍ରତି ଅନ୍ୟ ଜଣେ ବ୍ୟକ୍ତି ଅନ୍ୟାୟ କଲେ ମଧ୍ୟ ସେ ଅପମାନିତ ବା ଦୁଃଖିତ ବୋଧ କରେ ନାହିଁ। ଜଣେ ନମ୍ର ବ୍ୟକ୍ତି ନିଜର ସମ୍ମାନ ପ୍ରତି ମନୋଯୋଗ କରନ୍ତି ନାହିଁ। ସେ ନିଜର ପକ୍ଷ ସମର୍ଥନ କି ଛଳନା କରିବାକୁ, ପାପ ଲୁଚେଇବାକୁ କି ମିଥ୍ୟା ଉଚ୍ଚାରଣ କରିବାକୁ ମଧ୍ୟ ଉଦ୍ୟମ କରନ୍ତି ନାହିଁ। ଜଣେ ନମ୍ରଶୀଳ ବ୍ୟକ୍ତି କେବେ ହେଲେ ମଧ୍ୟ ପ୍ରତିଶୋଧ ନେବାକୁ ଚିନ୍ତା କରନ୍ତି ନାହିଁ କି ଉଦ୍ୟମ କରନ୍ତି ନାହିଁ। ଆମେ ଯଦି ରୋମୀ 12:19 ପଢିବା, କେହି ଯଦି ପଢିଦେବେ ରୋମୀ 12:19, ରୋମୀ ଏଠାରେ ଏହିପରି ଲେଖାଯାଏ, हे प्रियମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ, କାରଣ ଲେଖା ଅଛି, ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ପୁଣି ଯଦି ଆମମାନେ ପ୍ରଥମ ପିତର 2:19-23 ପଢିବା, ସେଠାରେ ଏହିପରି ପ୍ରଥମ ପିତର 2:19-23 ଏହିପରି ଲେଖାଯାଏ, କାରଣ କେହି ଯେବେ ଈଶ୍ୱରଙ୍କୁ ସାକ୍ଷାତ ମାନି ଅନ୍ୟାୟରେ ଦୁଃଖ ଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାର ପ୍ରଶଂସାର ବିଷୟ। ଜଣେ ତୁମ୍ଭେମାନେ ଆପଣା ଆପଣା ଦୋଷରୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ହବ କଣ ସୁଖ୍ୟାତି? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ। ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୁତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖ ଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇ ଦେଇ ଯାଇଅଛନ୍ତି। ସେ କୌଣସି ପାପ କଲେ ନାହିଁ, କିମ୍ବା ତାହାଙ୍କ ମୁଖରେ କୌଣସି ଛଳ କଥା ନଥିଲା। ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ, ଦୁଃଖ ଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟ ବିଚାରକ ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ। ଆମେ ଏଠି ପ୍ରଭୁ ଯୀଶୁଙ୍କ ବିଷୟରେ ଦେଖୁ, ଜଣେ ନମ୍ର ବ୍ୟକ୍ତି ନିଜ ଇଚ୍ଛାରେ ଚାଲିବାକୁ ଚେଷ୍ଟା କରନ୍ତି ନାହିଁ। ସେ ଇଚ୍ଛା କରନ୍ତି ଯେ ମୁଁ ପରମେଶ୍ୱରଙ୍କ ଇଚ୍ଛାକୁ କିପରି ନିଜ ଜୀବନରେ ପ୍ରତିପାଦନ କରିବି।
आमान जदि देखि थाओ एफएससी 5:21 रे एपर लिखा जाए जे अन्य मानकर इच्छा को बशीभूत से ईश्वर को इच्छा और अन्य मानकर इच्छार बशीभूत होइतांती। ईश्वर को से निजर जीवन तथा सर्वस्व प्रदान करतांती। तेबे जणे व्यक्ति ईश्वर को उद्देश्य रे सब किछि देई देबा पर कोन पाइथांती। कारण वाक्य रे लिखा जाउछि नम्र लोके धन्य कारण से माने पृथ्वीर अधिकारी हेबे। किंतु क्यों पृथ्वीर अधिकारी हेबे? स्वर्ग राज्य रे नूतन पृथ्वी आमान जदि प्रकाशित वाक्य 21 रे 1-4 पढ़े सेठे लिखा जाउछि जे किपरि नूतन पृथ्वी सृष्टि हेबा आउ सेई नूतन पृथ्वीर आम माने अधिकारी हेबा। कारण एई वर्तमान पृथ्वी सहित समस्त अहंकारी ईश्वर विरोधी माने क्षयप्राप्त होइजिबे। केवल नम्रशील लोक माने स्वर्ग राज्य रे नूतन पृथ्वीर अधिकारी हेबे। आम माने जेतेबेले सेई समय को आसी जिबा परमेश्वरंकर क्रोधर समय से समय आम माने जदि निजर आचरण बदलै थिबा निजको नम्र करिथिबा आमे केवल तांकर सेई नूतन पृथ्वी रे प्रवेश करिवार अधिकार पाइबा। आमन जदि वाक्य मध्य को जाओ आमने देखु जे वाक्यर भिन्न भिन्न कैरेक्टर को ताले आमे जदि मूसा को कैरेक्टर को देखु जे आमने सबुठारु जदि केही जदि लेखा जाउछि जे मूसा होउछन्ति सबुठारु नम्रशील व्यक्ति थिले। आउ से नम्रता काहे किपरि तांका जीवन रे आसीथिला हमने देखुछु से एपरि नम्र थिले जे से प्रति विषय रे ईश्वर पाखु जाउथिले तांकर कथा सुनुथिले तांका कथा मानुथिले तांका पाखे निजको समर्पण करि दउथिले जे पर्यंत से समर्पित होई नथिले जे पर्यंत से प्रभु को पाखु को जाउ नथिले से पर्यंत तांकर से पूर्ण राग थिला। जेतेबेले माने परमेश्वर पाखु जाऊ परमेश्वर सानिध्य को आसु परमेश्वर बोझ को देखु परमेश्वर आम पई केते बोझग्रस्त मध्य आमने किपरि तांको भली आचरण करिवो। कारण आचरण रे परमेश्वर तुमको बोझ देइथांती अन्य मानको पई जेपरि काली आमने देखुथुलु दीपेन भाई को पई केते बोझग्रस्त थिले स्मिता भौणी तांकर दुई थर जाक यार पूर्वर दुई थर जाक से साक्षर दीपेन भाई को विषय रे कहिथिले और तांकर बोझ से दीपेन भाई को पई थिला जे से किपरि प्रभु को जानिबे आ प्रभु रे चलिबे आ सेति पई तांकर नम्रतार स्वभाव ता कार्य देथिला। अनेक समय आम जिते देखु आम जीवन को आम कथबार्ता को आम चाली चलन को आम किसी समय गोटे प्रकार व्यवहार देखे था आ किसी समय अलग प्रकार व्यवहार देखे था जहाँ ईश्वर को निकटे ग्राह्य हो न था ईश्वर को रिपोर्ट उचित हो न था। आम जदि दाऊद को जीवन को देखु से किपरि नम्र थिले आम जदि प्रभु जीशु को देखु से केते नम्र थिले जेतेबेले तांको नै जाउछन्ति पिलातंग पाखो पिला तो पचारुछन्ति तुम्हे कोन और से चुप रहउछन्ति से उत्तर दउनांती से एते नम्र थिले जे से रिएक्ट करनांती एते कष्ट एते ताड़ना पाइला पर मध्य से रिएक्ट करनांती। क्रूसरे तांको कंटा मरा होची रास्ता सारा कोरडा माड़ा होची सब से सही जाउछन्ति का विरुद्ध रे पदे भी कथा कहउनांती ना जो माने तांको ताड़ना करछन्ति ना जो माने तांको पछरे थाई एपरी प्लॉट करछन्ति तांको बांधिबा पई तांको ए मृत्यु सज्जा को नेबा पई ना पिला तो जे कि भूल डिसीजन नउछन्ति कहा विषय से कहउनांती से निजको नम्रतार सहित परमेश्वर निकटे समर्पित होछन्ति। जो समय से गेत्सेमनी बगीचा को जाउछन्ति और प्रभु कहउछन्ति प्रार्थना करूछन्ति परमेश्वर यह कौन तुम इच्छा जदि तुम इच्छा नुहे ताले यह मोठू दूर कर
କାରଣ ଜଗତର ପାପ ବୋହି ନେବା ପାଇଁ ସେ ଆସିଥିଲେ, ନିଜକୁ ନମ୍ର କରିଥିଲେ। ଆଉ ଏତେ ନମ୍ରତା ଆମ ଜୀବନରେ ଆଉ କାହାଠାରେ ମଧ୍ୟ ଦେଖୁନାହୁଁ କି ଦେଖିପାରିବ ନାହିଁ। ଆଉ ନମ୍ରତା ଯୋଗୁଁ ଯଦିଓ ସେ କୃଷ୍ଣ ମୃତ୍ୟୁ ଗ୍ରହଣ କଲେ, ସାରା ଜଗତର ପାପ ଗ୍ରହଣ କଲେ, ଆଜି ଦେଖୁ ଆଜି ପୃଥିବୀରେ ଅନେକ ଅନେକ ଲୋକ ରକ୍ଷା ପ୍ରାପ୍ତ ହୋଇଛନ୍ତି। ଆଉ ସେ ରକ୍ଷା ଆଜି ପାଇଛନ୍ତି କେବଳ ତାଙ୍କର ସେ ନମ୍ରତାରେ ସମର୍ପଣ ହୋଇଥିବାରୁ। ଆମମାନେ ଯଦି ଭିନ୍ନ ଭିନ୍ନ କ୍ୟାରେକ୍ଟର ମଧ୍ୟ ଦେଖୁ, କିପରି ଜିରିମିୟ ନିଜକୁ ନମ୍ର କରିଥିଲେ ଆଉ ଈଶ୍ୱର ତାଙ୍କୁ ଆଶ୍ଚର୍ଯ୍ୟ ରୂପରେ ବ୍ୟବହାର କରିଥିଲେ। ସେ ନମ୍ରତା ଗୋଟିଏ ଏପରି ଗୋଟିଏ ସଦ୍ଗୁଣ ଯେ ଏହା ଆମମାନଙ୍କୁ ଆତ୍ମସଂଯମ ଶିଖେଇଥାଏ। ଏହା ଗଧ ଭଳି, ହୁଏତ ଗୋଟେ ଗଧକୁ ଯଦି ଜୀବନକୁ ଦେଖୁ, ଗଧ ଜୀବନକୁ, ସେ ସବୁବେଳେ ତା ମାଲିକ ପାଖରେ ଏତେ ନମ୍ର ହେଇଥାଏ, ତଳକୁ ନେଇ ଚାଲେ, ଉପରକୁ ମୁହଁ କରେନି। ଆଉ ପରମେଶ୍ୱର ତାକୁ ରକ୍ଷା କରନ୍ତି। ଦିନ ଦୁଃଖୀ ମାନଙ୍କର ଚିନ୍ତା କରିବା, ପିତାମାତାଙ୍କର ବାଧ୍ୟ ହେବା। ଗୋଟେ ନମ୍ର ବ୍ୟକ୍ତି ସବୁବେଳେ ବାପା ମାଙ୍କର କଥା ମାନିଥାଏ, ଗୁରୁଜନ ମାନଙ୍କ ପ୍ରତି ନମ୍ର ହୋଇଥାଏ, କର୍ତ୍ତା ପ୍ରତି ନମ୍ର ହୋଇଥାଏ, ଆଉ ସବୁ କାର୍ଯ୍ୟରେ ହୃଦୟର ସହିତ କାର୍ଯ୍ୟ କରିଥାଏ। ଆମମାନେ ଯଦି ଯୀଶୁଙ୍କ ବିଷୟ ତ ଦେଖୁଛୁ, ଫିଲିପି ପୁସ୍ତକରେ ଲେଖାଯାଏ ସେ କିପରି ନିଜକୁ ଶୂନ୍ୟ କଲେ, ସେ ଈଶ୍ୱର ହେଲେ ମଧ୍ୟ ନିଜକୁ ନତ କଲେ, ଦାସ ହେଲେ। ଆମମାନେ ମଧ୍ୟ ଦେଖୁଛେ ସେ କିପରି ତାଙ୍କର ଜୀବନରେ ସେ ତାଙ୍କର ଶିଷ୍ୟ ମାନଙ୍କର ପାଦ ଧୋଇ ଦଉଛନ୍ତି, ପୋଛି ଦଉଛନ୍ତି। ନିଜେ ଗୁରୁ ହୋଇ ମଧ୍ୟ ଶିଷ୍ୟ ମାନଙ୍କର ସେବା କରୁଛନ୍ତି। ସେବା ହଉଛି ନମ୍ରତାର ଗୋଟିଏ ଗୁଣ, ଯେ ଯିଏ ନମ୍ର ହୋଇଥାଏ ସେ ଅନ୍ୟର ସେବା ବି କରିଥାଏ। ଯୋଉଟା କି ଅନେକ ସମୟରେ ଆମମାନେ ହରେଇ ଦେଇଥାଉ। କିଛି ଦିନ ତଳେ ଏହିପରି ଆମମାନେ ଦୁଇ ଜଣ, ମୁଁ ଆଉ ମୋର ଜଣେ ବ୍ରଦର ଇନ୍ ଲ, ଦି ଜଣ ଯାଇଥିଲୁ। ଆଉ କଟକ ଷ୍ଟେସନରେ ଗୋଟେ ଲୋକ ବି ପଡ଼ିକି ରହିଥାଏ, ଆଉ ତାର ଘା ଗୁଡ଼ା ହେଇଯାଇଥାଏ। ଆଉ ସେଠୁ ଆମେ ଦେଖୁଥାଉ ସତ, ଅନେକ ଲୋକ ବି ଦେଖି ଚାଲି ଯାଉଥାନ୍ତି ସମସ୍ତେ, କିନ୍ତୁ ଏଇ ଯୋଉ ସାଇବାବା ମାନଙ୍କର ଅଛନ୍ତି ଭକ୍ତ ମାନେ, ସେମାନେ ତାକୁ ନେଇଗଲେ ଆଉ ହସ୍ପିଟାଲରେ ଆଡମିଟ କଲେ, ତାର ଟେଷ୍ଟ କଲେ, ତାର ସମସ୍ତ ଭାର ନେଲେ। ଆଜିକାଲି ଅନେକ ଲୋକ ଏହି କାର୍ଯ୍ୟ, ସେବାର କାର୍ଯ୍ୟ କରିଥାନ୍ତି, କିନ୍ତୁ ଅନେକ ସମୟରେ ଆମମାନଙ୍କ ଜୀବନରେ ଆମମାନେ ଊଣା ପଡ଼ି ଯାଇଥାଉ, ଯାହା ଫଳରେ ପ୍ରଭୁ ଗୌରବାନ୍ୱିତ ହୋଇନଥାନ୍ତି। ଆମମାନେ ପ୍ରାର୍ଥନା କରିଥାଉ, ଆମମାନେ ବାକ୍ୟ ଶୁଣିଥାଉ, କିନ୍ତୁ ପ୍ରକୃତ ଯୋଉ ସମୟରେ ଟେଷ୍ଟ ଦେବାର ସମୟ, ଯୋଉ ସମୟରେ ଆମମାନଙ୍କ ଜୀବନରେ ସେଇ ସେବାର, ସେଇ ନମ୍ରତାର ଜୀବନ ପ୍ରକାଶ ପାଇବାର ସମୟ, ସେଇ ସମୟରେ ତାହା ପ୍ରକାଶ ହୋଇପାରିନଥାଏ। ବାହାରକୁ ଦେଖିବାରେ ବହୁତ ସୁନ୍ଦର ଆମେ ଦିଶିଥାଉ, ବହୁତ ବଢିଆ ଭଲ କଥା କହିଲା ଭଳିଆ ଲାଗିଥାଏ, ଶୁଣିବାକୁ ବହୁତ ସୁନ୍ଦର ଲାଗିଥାଏ, କିନ୍ତୁ କାର୍ଯ୍ୟକାରର ଯେତେବେଳେ ସମୟ ଆସେ, କାର୍ଯ୍ୟକ୍ଷେତ୍ରରେ ଆମମାନେ ବହୁତ ପଛରେ ଥାଉ, ଯେଉଁଥିପାଇଁ ଆଜି ଆମମାନଙ୍କର ଗ୍ରୋଥ ପରସେଣ୍ଟେଜ ଭାରତରେ ବହୁତ କମ୍। ଯେତେବେଳେ ନମ୍ରତା ବିଷୟ ମୁଁ ଚିନ୍ତା କରୁଥିଲି, ସେତେବେଳେ ମୁଁ ଭାବୁଥିଲି ଏଇ ନମ୍ରତା କଣ ଏତେ ଏମିତି ଗୋଟେ କ୍ୟାରେକ୍ଟର ଯୋଉଟା କି ଅନେକ ଜୀବନକୁ ପୁରା ବଦଳି ଦେଇଥାଏ। ମୁଁ ଯଦି, ଆପଣମାନେ ସମସ୍ତେ ଜାଣନ୍ତି ସାଉଥ ଆଫ୍ରିକାର ଯୋଉ ପ୍ରେସିଡେଣ୍ଟ ଥିଲେ ନେଲସନ ମଣ୍ଡେଲା, ଆଉ ସିଏ କଳା ଗୋଳା ଭେଦଭାବ ଥିଲା 80s ଯାଏ, 90 ମସିହା ପର୍ଯ୍ୟନ୍ତ, 80 ମସିହା 90 ମସିହା ଭିତରେ ସାଉଥ ଆଫ୍ରିକାର 90 ଦଶକରେ କଳା ଗୋରା ଭେଦଭାବ ନଷ୍ଟ ହେଲା। ଆଉ ତାପରେ ନେଲସନ ମଣ୍ଡେଲା ସେ ଜାଗାରେ ପ୍ରେସିଡେଣ୍ଟ ହେଲେ, ଯେ କି ଦୀର୍ଘ ବର୍ଷ ହେଲା, more than 30 years ସେ ଜେଲ ଭିତରେ ରହିଲେ। ଆଉ ଦିନେ ସେ ପ୍ରେସିଡେଣ୍ଟ ହେବା ପରେ
ସେଦିନ ହଠାତ୍ ଦିନେ ଯାଇଛନ୍ତି ଆଉ ତାଙ୍କ ଗୋଟେ ରେଷ୍ଟୁରାଣ୍ଟରେ ଖାଇବାକୁ ତାଙ୍କର ସାଙ୍ଗମାନଙ୍କୁ ମାନେ ତାଙ୍କର କଲିଗ୍ସ ମାନଙ୍କ ସହିତ ଆଉ ସେ ଦେଖୁଛନ୍ତି ତାଙ୍କ ସାମ୍ନାରେ ଜଣେ ବସିଛି ଗୋରା ଲୋକ ଆଉ ସେ ଥରୁଛି ସେ ଖାଇପାରୁନି ପାଣି ବି ପିଇ ପାରୁନି ସେ ତାର ମୁହଁକୁ ଚାହିଁଲେ ଆଉ ତାଙ୍କ ପାଖକୁ ଗଲେ ତାକୁ ହାଇ ବ୍ରଦର କହିକି ଡୋଣ୍ଟ ୱରି ତମେ ଆସ ମୋ ପାଖରେ ଖାଅ ଆସ ସାଙ୍ଗ ହେଇ ଖାଇବା ସେ ତାଙ୍କୁ ଡାକିଲେ ଏକା ଟେବୁଲରେ ବସି ଖାଇଲେ ଆଉ ସେ ବ୍ୟକ୍ତି ସାଙ୍ଗେ ସାଙ୍ଗେ ଖାଦ୍ୟ ଖାଇଦେଇକି ଯେତେ ଶୀଘ୍ର ପାଆନ୍ତି ଖାଇ ଶେଷ କରିଦେଲେ ଆଉ ଶେଷ କରିକି ଥ୍ୟାଙ୍କ ୟୁ କହିକି ଚାଲିଗଲେ ତାଙ୍କ ମନରେ ଏତେ ଭୟ ଥିଲା ଯେ ସେ ଭାବୁଥିଲେ କଣ ଗୋଟେ ଘଟିବ ବୋଧେ କିନ୍ତୁ ତାର ଜୀବନରେ କିଛି ଘଟି ନଥିଲା କାରଣ ସେ ଗଲାବେଳକୁ ତାଙ୍କ ନେଲସନ ମଣ୍ଡେଲା ତାର କାନ୍ଧରେ ହାତ ପକେଇଲେ ଥ୍ୟାଙ୍କ ୟୁ କହିଲେ ଥାପୁଡେଇ ଦେଲେ ସେ ବ୍ୟକ୍ତି ସେତେବେଳେ ଚିନ୍ତା କରୁଥିଲେ ଯେଉଁ ବ୍ୟକ୍ତି ଜେଲରେ ଥିଲାବେଳେ ମୁଁ ଏତେ କଷ୍ଟ ଦଉଥିଲି ଯେ ଯେପରି ସେ ମରିବାକୁ ମୃତ୍ୟୁକୁ କେବଳ ଚିନ୍ତା କରୁଥିଲା ନେଲସନ ମଣ୍ଡେଲା ଯେଉଁ ଜେଲରେ ଥିଲେ ସେ ବ୍ୟକ୍ତି ଜେଲର ଥିଲେ ଆଉ ତାଙ୍କୁ ବହୁତ ତାଡ଼ନା କରିଥିଲେ ଆଉ ସେ ବ୍ୟକ୍ତି ତା ପରଠୁ ନେଲସନ ମଣ୍ଡେଲାର ତାଙ୍କର ଫଲୋଅର ହେଇକି ବାହାରିଲେ ଏତେ ଫଲୋଅର ଯେ ତାଙ୍କର ପ୍ରଚାର ସବୁଆଡେ କରି ଚାଲିଲେ ଏହା ହଉଛି ନମ୍ରତା ଆଘାତ ପାଇ ମଧ୍ୟ ଆଘାତର ବିରୁଦ୍ଧରେ ଆମେ ନ ଯାଇ ଯେତେବେଳେ ପ୍ରେମ କରିଥାଉ ଯେତେବେଳେ ସେଇ ସେବାର ହାତ ବଢିଥାଉ ନମ୍ରତାର ହାତ ବଢିଥାଉ ସେତେବେଳେ ପରମେଶ୍ୱର ଆଶ୍ଚର୍ଯ୍ୟ ଭାବରେ କାର୍ଯ୍ୟ କରିଥାନ୍ତି ଅନେକ ସମୟରେ ମୁଁ ମଧ୍ୟ ଫିଲ୍ କରିଛି ଆମ ସମାଜ ମୁଁ ଏଇ ନମ୍ରତାର ଯୋଉ କାର୍ଯ୍ୟ ତା ମାନେ ହରେଇ ଦେଇଥାଉ ଯାହା ଫଳରେ ଅନ୍ୟର ହୃଦୟକୁ ଆମେ ଜୟ କରିପାରିନଥାଉ ଯାହା ଫଳରେ ପରମେଶ୍ୱରଙ୍କର ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହୋଇପାରିନଥାଏ ପରମେଶ୍ୱର ଆମମାନଙ୍କ ପ୍ରତ୍ୟେକ ଜୀବନ ପାଇଁ ଯୋଜନା କରିଥାନ୍ତି ସେ ହେଉଛନ୍ତି ଏପରି ଜଣେ କୁମ୍ଭକାର କି ଯିଏକି ଭିନ୍ନ ଭିନ୍ନ ପାତ୍ର ତିଆରି କରନ୍ତି ଆଉ ତାଙ୍କୁ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ରଖିଥାନ୍ତି କିନ୍ତୁ ଆମମାନେ ଯେତେବେଳେ ସେଇ ପାତ୍ର ହେଇକି ଗଢା ହୋଇଥାଉ କିନ୍ତୁ କିଛି କାର୍ଯ୍ୟରେ ନ ଲାଗୁ ତାର କିଛି ଦିନ ରହିଲା ପରେ ହୁଏତ ସେଠାରେ ମଳି ବସିଯିବ ଠିକ ଭାବରେ କାର୍ଯ୍ୟ କରିପାରିବ ନାହିଁ ହୁଏତ କେତେବେଳେ ବି ଭାଙ୍ଗିଯିବ କିନ୍ତୁ ପରମେଶ୍ୱର ଯେତେବେଳେ ଗଢିଲେ ସେ ଗୋଟେ ନିର୍ଦ୍ଦିଷ୍ଟ ଯୋଜନା କରି ଆମମାନଙ୍କୁ ଗଢିଛନ୍ତି ଆମ ପ୍ରତ୍ୟେକଙ୍କୁ ଗଢିଛନ୍ତି ଆଉ ଚାହାନ୍ତି ଯେ ଆମମାନେ ସେଥିପାଇଁ ବ୍ୟବହୃତ ହଉ ଆଉ ପରମେଶ୍ୱରଙ୍କ ପ୍ରଥମ ଇଚ୍ଛା ଆମମାନେ ସମସ୍ତେ ତାଙ୍କ ଭଳି ଆଚରଣ କରୁ ସେ ଯେତେବେଳେ ଜଗତରେ ଥିଲେ ମାନବ ରୂପରେ ସେତେବେଳେ ଯୋଉ ପ୍ରକାର ଆଚରଣ କରୁଥିଲେ ଆମମାନେ ପ୍ରତ୍ୟେକ ସେହିପରି ଆଚରଣ କରୁ ସେ ଚାହାନ୍ତି ଆମ ପ୍ରତ୍ୟେକ ଜୀବନରେ ନମ୍ରତା ପ୍ରକାଶ ପାଉ ଆଉ ଜଣେ ନମ୍ରଶୀଳ ବ୍ୟକ୍ତି ଆମମାନେ ଦେଖୁଛେ ତାର କ୍ୟାରେକ୍ଟର ହଉଛି ସେ ନିଜର ଅଧିକାର ନିଜର ସୁବିଧା ଖୋଜେ ନାହିଁ ସେ ଅନ୍ୟାୟର ମଧ୍ୟ ପ୍ରତିବାଦ କରିବାକୁ ସମୟ ପାଏ ନାହିଁ ସହିଯାଇ କାର୍ଯ୍ୟ କରୁଥାଏ ସେ ନିଜର ସମ୍ମାନ ପ୍ରତି କେବେ ମନୋଯୋଗୀ ହୋଇନଥାଏ ଆମମାନେ ଯେତେବେଳେ ନିଜର ସମ୍ମାନ ହାରି ମୁଁ ଏମିତି ସ୍ଥାନରେ ଅଛି ମୁଁ କେମିତି କରିବି ସେ ଏତେ ତଳେ ଅଛି ଗୋଟେ ନମ୍ର ଲୋକ ଯେତେ ତଳେ ଥିବା ଲୋକ ପାଖରେ ମଧ୍ୟ ନିଜକୁ ନମ୍ର କରିଥାଏ ସେ ନିଜର ପକ୍ଷ ସମର୍ଥନ କରିନଥାଏ ସେ ପ୍ରତିଶୋଧ ନେବାକୁ ଚାହିଁନଥାଏ ସେ ନିଜ ମାର୍ଗରେ ଚାଲିବାକୁ ଚେଷ୍ଟା କରିନଥାଏ ସେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ତାଙ୍କ ମାର୍ଗରେ ଚାଲିବାକୁ ଚେଷ୍ଟା କରିଥାଏ ଇଚ୍ଛା କରିଥାଏ ଆମମାନେ ଯେତେବେଳେ ପରମେଶ୍ୱରଙ୍କ ଟାଇମରେ ନିଜର ବିଶ୍ୱାସ ସ୍ଥାପନ କରିବା ଯାହାକି ଅତି ବାଞ୍ଛନୀୟ ଆଉ ଏହା କରିବା ଦ୍ୱାରା ପବିତ୍ର ଆତ୍ମା ତାଙ୍କ ଆମ ପ୍ରତ୍ୟେକ ମଧ୍ୟରେ ପ୍ରବେଶ କରିବେ ଆଉ ଆମମାନଙ୍କୁ ନୂତନ କରି ସୃଷ୍ଟି କରିବେ ଅନେକ ସମୟରେ ମୁଁ ବି ଭାବେ କାହିଁକି ମୁଁ ହେଇପାରୁନି
ଯେତେବେଳେ ଆମମାନେ ପ୍ରଭୁଙ୍କ ପାଖରେ ପ୍ରାର୍ଥନାର ସହିତ ବିଶ୍ୱାସ ସହିତ ନିଜକୁ ସମର୍ପିତ କରିବା, ସେତେବେଳେ ପବିତ୍ର ଆତ୍ମା କାର୍ଯ୍ୟ ଆରମ୍ଭ କରିବେ ଆଉ ସେ ଆମମାନଙ୍କୁ ସେଇ ନମ୍ରତାର ଆତ୍ମା ଦେବେ। It is a work of Holy Spirit. ପବିତ୍ର ଆତ୍ମା ଆଶ୍ଚର୍ଯ୍ୟ ରୂପେ କାର୍ଯ୍ୟ କରନ୍ତି। ଆଜି ବି ଆମ ପ୍ରତ୍ୟେକଙ୍କୁ ପବିତ୍ର ଆତ୍ମା କଥା କୁହନ୍ତି ଆଉ କୁହନ୍ତି ଯେ ରେ ପୁଅ, ରେ ଝିଅ, ରେ ବାପା ମା, ମୁଁ ତୁମକୁ ନମ୍ର ହେବାକୁ ଇଚ୍ଛା କରେ, ତୁମର ଆଚରଣ ବଦଳେଇବାକୁ ଚାହେଁ। ଆଉ ଯେତେବେଳେ ତୁମେ ନମ୍ର ହେବ, ମୋ ସହିତ ନମ୍ରତାର ସହିତ ଗମନାଗମନ କରିବ, ସେତେବେଳେ ସ୍ୱର୍ଗରେ ଆନନ୍ଦ ହେବ। ସେତେବେଳେ ପରମେଶ୍ୱର ଖୁସି ହେବେ। ପରମେଶ୍ୱର ଆମମାନଙ୍କୁ କେବଳ ଶାନ୍ତି ଆନନ୍ଦ ଦେବେ ନାହିଁ, ସେ କହୁଛନ୍ତି କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ଦୀର୍ଘ 30 ବର୍ଷ ଜେଲରେ ରହିଲା ପରେ ମଧ୍ୟ ନେଲସନ ମଣ୍ଡେଲା ତାଙ୍କର ନମ୍ରତାର ଗୁଣ ହରେଇ ନଥିଲେ, ପରମେଶ୍ୱରଙ୍କୁ ଜାଣିଥିଲେ। ସେ ବି ଜଣେ ରେଭରେଣ୍ଡ ଥିଲେ, ପରମେଶ୍ୱର ପ୍ରଭୁଙ୍କର ଦାସ ଥିଲେ। ଆଉ ପ୍ରଭୁ ତାଙ୍କୁ ପୃଥିବୀର ଅଧିକାରୀ, ତାଙ୍କ ଦେଶର ଅଧିକାରୀ କଲେ। ଆମେ ଯଦି ଯୋସେଫଙ୍କ ଜୀବନକୁ ଦେଖୁ, ଯୋସେଫ କିପରି ନିଜକୁ ଭିନ୍ନ ଭିନ୍ନ ଅବସ୍ଥାରେ ନମ୍ର କରି ମୁଖ ଖୋଲି ନଥିଲେ, ପ୍ରତିବାଦ କରିନଥିଲେ, ଆଘାତ ଦେଇ ନଥିଲେ କାହାକୁ, ପ୍ରତି ଥର ସହି ଯାଉଥିଲେ, ପରମେଶ୍ୱରଙ୍କ ଉପରେ ଭରସା ରଖିଥିଲେ। ମୁଁ ଯେଉଁ ପରମେଶ୍ୱରଙ୍କୁ ଭରସା କରେ, ଦିନେ ସେ ମତେ ଉପରକୁ ଉଠେଇବେ। ଆଉ ପରମେଶ୍ୱର ତାଙ୍କୁ ସେ ରାଜ୍ୟର ପ୍ରଧାନମନ୍ତ୍ରୀ କଲେ। ଆଜି ଯଦି ଆମମାନେ ପରମେଶ୍ୱରଙ୍କ ପାଖେ ନମ୍ରତାର ସହିତ ଗମନାଗମନ କରିବା, ତାହେଲେ ପରମେଶ୍ୱରଙ୍କର ସେଇ ଭରସା ଯାହାକି ସେ ଆମମାନଙ୍କୁ ଦେଇଛନ୍ତି, ଯେଉଁ ପ୍ରତିଜ୍ଞା ସେ ଆମମାନଙ୍କୁ ଦେଇଛନ୍ତି, ସେ ଆମମାନଙ୍କୁ ପୁଣି ଆମମାନଙ୍କର ପିଲାମାନଙ୍କୁ, ଆମମାନଙ୍କର ପରିଜନ ମାନଙ୍କୁ ରକ୍ଷା କରିବେ, ସାହାଯ୍ୟ କରିବେ, ଧରି ରଖିବେ। ମୋ ପରମେଶ୍ୱର ଯେ କି ପ୍ରତିଜ୍ଞା ରକ୍ଷାକାରୀ ପରମେଶ୍ୱର, ସେ କେବେ ବି ଭୁଲନ୍ତି ନାହିଁ, ସେ କେବେ ବି ତାଙ୍କର କାନ ବନ୍ଦ କରି ରଖନ୍ତି ନାହିଁ, କି କେବେ ବି ତାଙ୍କର ଚକ୍ଷୁ ବନ୍ଦ କରନ୍ତି ନାହିଁ। ଏଣୁ ଅତଏବ ଆସ ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣଙ୍କୁ ନତ କରିବା, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ବାକ୍ୟ ଯେପରି କୁହେ, ସେ ବାକ୍ୟ କେବେ ବି ଅନ୍ୟଥା ହେବ ନାହିଁ। ପ୍ରଭୁ ଆମ ସମସ୍ତଙ୍କୁ ଉନ୍ନତ କରିବେ ଯଦି ଆମମାନେ ତାଙ୍କ ସହିତ ନମ୍ରତାର ସହିତ ଗମନାଗମନ କରିବା। ପ୍ରଭୁ ଏ ଛୋଟ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।